ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ମେଷ ରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଆସନ୍ତା ନଭେମ୍ବର ମାସରେ ଆପଣଙ୍କର ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହା ଆପଣଙ୍କର ଜୀବନଶୈଳୀ ଉପରେ ବହୁତ ଫରକ ପକାଇବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଇଫେକ୍ଟ ପକାଇବ। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ପ୍ରଥମତଃ ଆପଣ ମେଷ ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ସାହସୀ ଏବଂ ସରଳ ଏବଂ ପରୋପକାରୀ ମଧ୍ୟ ହୋଇଥାନ୍ତି। ତେଣୁ ଆପଣଙ୍କର ଅଧିପତି ମଙ୍ଗଳ ଗ୍ରହ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିଛନ୍ତି। ଫଳରେ ଆପଣ ବହୁତ ପରୋପକାରୀ ମନୋଭାବ ରଖିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବେ। ଆପଣ ପ୍ରତ୍ୟେକ ପ୍ରାଣୀ ଏବଂ ପଶୁପକ୍ଷୀଙ୍କ ଉପରେ ଏବଂ ମଣିଷଙ୍କ ମଧ୍ୟ ଉପରେ ଆପଣଙ୍କର ମନୋଭାବ ବିଚଳିତ ହେବ। ଆପଣ ବହୁତ ପରୋପକାରୀ ମନୋଭାବ ରଖିବେ ଏବଂ ଦାନ ମଧ୍ୟ କରିବେ। ଫଳରେ ଆପଣଙ୍କର ବହୁତ ପୁଣ୍ୟ ମଧ୍ୟ ଅର୍ଜିତ ହେବ। କିନ୍ତୁ ଦେଖନ୍ତୁ, ଆପଣଙ୍କର ଅଷ୍ଟମ ଘରେ ଆପଣଙ୍କର ଅଧିପତି ମଙ୍ଗଳ ଗ୍ରହ ଅଛନ୍ତି। ଫଳରେ ଆପଣ ଏହିସବୁ କାର୍ଯ୍ୟ କରିବେ। କିନ୍ତୁ ଆପଣଙ୍କର ସପ୍ତମ ଘରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁ ସ୍ଥାନରେ ଗୋଚର କରିଛନ୍ତି। ଆପଣଙ୍କର ସପ୍ତମ ଘରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁ ସ୍ଥାନରେ ଗୋଚର କରିଛନ୍ତି। ଫଳରେ ଏହି ନଭେମ୍ବର ମାସରେ ଆପଣ କୌଣସି ଛୋଟ ହେଉ କିମ୍ବା ବଡ଼ କୌଣସି ଗୃହ ମଧ୍ୟ ନିର୍ମାଣ କରିପାରନ୍ତି କିମ୍ବା କୌଣସି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ମଧ୍ୟ କ୍ରୟ କରିପାରନ୍ତି। ଯଥେଷ୍ଟ ମାତ୍ରାରେ ସମ୍ଭାବନା ଅଛି କି ଆପଣ ଏହି ନଭେମ୍ବର ମାସରେ କୌଣସି ତୀର୍ଥ ମଧ୍ୟ ଯାତ୍ରା କରିପାରିବେ। ଆପଣ ଏହି ତୀର୍ଥ ଭ୍ରମଣ ମଧ୍ୟ କରିପାରିବେ। ଆପଣଙ୍କର ଜୀବନରେ ନଭେମ୍ବର ମାସଟି ବହୁତ ଖୁସିର ଖବର ଆଣିବାକୁ ଯାଉଅଛି ଏବଂ ଖୁସିର ଲହରୀ ମଧ୍ୟ ଆଣିବାକୁ ଯାଉଅଛି। ଆପଣଙ୍କର ଜୀବନରେ ଏହି ନଭେମ୍ବର ମାସଟି ବହୁତ ମାତ୍ରାରେ ଖୁସି ଆଣିବ। ଆପଣଙ୍କର ସପ୍ତମ ଭାଗରେ ଗୁରୁ ସ୍ଥାନରେ ଦେବଗୁରୁ ବୃହସ୍ପତି ରହିଲେ ଏବଂ ଆପଣଙ୍କର ପଞ୍ଚମ ଭାଗରେ ଆପଣଙ୍କର ସ୍ୱାସ୍ଥ୍ୟ ଦେବତା ଏବଂ ଆପଣଙ୍କର ରାଜନୀତିର ଦେବତା ସୂର୍ଯ୍ୟ ଏବଂ ଆପଣଙ୍କର କର୍ମଫଳଦାତା ଶନି ଏକତ୍ର ହୋଇ ବିରାଜମାନ କରିଛନ୍ତି। ଫଳରେ ଆପଣଙ୍କ ଉପରେ କୌଣସି ବାଦ ବିବାଦ କିମ୍ବା କୌଣସି ଖରାପ ନଜର ଖରାପ ଦୃଷ୍ଟିକୁ ସୂର୍ଯ୍ୟ ଏବଂ ଶନି ଏକତ୍ର ଭାବରେ ଆପଣଙ୍କ ଗ୍ରହରୁ ଉଠାଇ ଦେବେ। ଯେମିତିକି ଆପଣଙ୍କ ଉପରେ କୌଣସି ବ୍ୟକ୍ତି କଳା ଯାଦୁ କିମ୍ବା ଗୁଣି ଗାରେଡ଼ି କଲେ ତାହା ମଧ୍ୟ ଆପଣଙ୍କ ଉପରୁ ପଡ଼ିବ ନାହିଁ। ଏହି ନଭେମ୍ବର ମାସରେ ଶନି ଏକତ୍ର ଥିବାରୁ ଶନିଙ୍କର ଦୃଷ୍ଟି ଆପଣଙ୍କ ଉପରେ ଫୋକସରେ ଥିବାରୁ ତେଣୁ ଆପଣଙ୍କ ଉପରେ କେହି ଗୁଣି ଗାରେଡ଼ି ମଧ୍ୟ କରିପାରିବେ ନାହିଁ। ଏବଂ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଭାଗରେ ଥିବାରୁ ଆପଣଙ୍କୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯେମିତିକି ଆପଣଙ୍କର ପେଟ ଜନିତ ହେଉ କିମ୍ବା ଆପଣଙ୍କର ଚର୍ମ ଜନିତ ଆପଣଙ୍କର ଆଣ୍ଠୁଗଣ୍ଠି ବାତ ଧରୁଥିଲା ସେଗୁଡ଼ା ସବୁ ଦୂରେଇ ଯିବ। ଆପଣଙ୍କୁ ବହୁତ ସ୍ୱାସ୍ଥ୍ୟ ଆପଣଙ୍କୁ ହେଲ୍ପଫୁଲ୍ ଲାଗିବ ଏବଂ ଆପଣଙ୍କ ଜୀବନଟି ଆପଣଙ୍କର ସ୍ୱାସ୍ଥ୍ୟଟି ବହୁତ ସୁନ୍ଦର ମଧ୍ୟ ହୋଇଯିବ। ଏବଂ ଶନି ଆପଣଙ୍କର ପଞ୍ଚମ ଭାଗରେ ସୂର୍ଯ୍ୟଙ୍କ ସହ ଏକତ୍ର ଥିବାରୁ ଆପଣଙ୍କ ଉପରେ କୌଣସି ଖରାପ ଦୃଷ୍ଟି ଏବଂ ଖରାପ ନଜର ପକାଇବାକୁ ଦେବ ନାହିଁ। କାରଣ ଆପଣ ପ୍ରଥମରୁ ମଙ୍ଗଳ ଆପଣଙ୍କର ଅଷ୍ଟମ ଘରେ ଆପଣଙ୍କର ଅଧିପତି ଅଛନ୍ତି। ତେଣୁ ପ୍ରଥମରୁ ଆପଣ ସରଳ ଏବଂ ପରୋପକାରୀ ମନୋଭାବ ରଖିଛନ୍ତି। ତେଣୁ ଶନିଙ୍କର ଦୃଷ୍ଟି ଆପଣଙ୍କ ଉପରେ କୁପ୍ରଭାବ ପକାଇବେ ନାହିଁ। ଆପଣଙ୍କ ଉପରେ କୌଣସି ଖରାପ ନଜର ଯଦି ଆସୁଅଛି ତାକୁ ଶନି ଦୂର କରାଇଦେବେ। ଏବଂ ଆପଣଙ୍କର ଦ୍ୱାଦଶ ଘରେ ରାହୁ ଏବଂ ବୁଧ ଏକତ୍ର ହୋଇ ରହିଛନ୍ତି। ତେଣୁ ରାହୁ ଆପଣଙ୍କର ଦ୍ୱାଦଶ ଘରେ ରହିବାର ସେଇଟା ସଠିକ୍ ନୁହେଁ। କିନ୍ତୁ ଦ୍ୱାଦଶ ଘରେ ରହିଥିବାରୁ ଆପଣଙ୍କୁ କିଛି ମାତ୍ରାରେ ଆପଣଙ୍କୁ ସର୍ପ ଦେଖାଦେବେ କିମ୍ବା ସର୍ପର କୌଣସି ଛୋଟ ଆଘାତ ମଧ୍ୟ ପାଇବେ। ତେଣୁ ଏଥିରେ ଆପଣ ବହୁତ ଭୟ କରିବା କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ସୂର୍ଯ୍ୟ ଏବଂ ଶନି ଆପଣଙ୍କର ଢାଲ ହୋଇ ଏହି ନଭେମ୍ବର ମାସରେ ରହିବେ। ଆପଣଙ୍କର କୌଣସି ବ୍ୟକ୍ତି କିମ୍ବା କୌଣସି ବି ପ୍ରାଣୀ ହେଉ ଆପଣଙ୍କର କ୍ଷତି କରିପାରିବେ ନାହିଁ। ଯେତେ ମାତ୍ରାରେ ସମ୍ଭାବନା ହେବ ଆପଣ ପ୍ରତ୍ୟେକ ସୋମବାର ଦିନ ଯାଇ ଶିବ ମନ୍ଦିରରେ ଜଳ ଅର୍ପଣ କରନ୍ତୁ ଏବଂ ଜଳସେଇ ମଧ୍ୟ କରନ୍ତୁ।
କାରଣ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ଆପଣଙ୍କର ସପ୍ତମ ଭାଗରେ ଅଛନ୍ତି, କିନ୍ତୁ ଆପଣଙ୍କର ସପ୍ତମ ଭାଗରେ ଥିଲେ ରାହୁ ଆପଣଙ୍କର ଦ୍ୱାଦଶ ଘରେ ଅଛନ୍ତି। ତେଣୁ ଏହା ଆପଣଙ୍କ ପାଇଁ ସଠିକ୍ ନୁହେଁ, କାହିଁକିନା ରାହୁ ଦ୍ୱାଦଶ ଘରେ ଆପଣଙ୍କ ପାଇଁ ମଙ୍ଗଳ ନୁହେଁ। ତେଣୁ ଆପଣଙ୍କର କୌଣସି ଛୋଟ ସାପ ଆଘାତ ହୋଇପାରେ ବା ସର୍ପ ଆଘାତ ହୋଇପାରେ। ତେଣୁ ଆପଣ ଜଳଶାୟୀ ମଧ୍ୟ କରନ୍ତୁ, ଆପଣ ଶିବ ମନ୍ଦିରରେ ଜଳ ଅର୍ପଣ କରନ୍ତୁ, ଜଳଶାୟୀ ମଧ୍ୟ କରନ୍ତୁ, ବେଲ ଅର୍ପଣ କରନ୍ତୁ, ଫଳରେ ଆପଣଙ୍କର କୌଣସି କିଛି ମାତ୍ରାରେ କଟିଯିବ। କିନ୍ତୁ ମୁଁ ଲେଖିକି ରଖି କହୁଛି, ଏହି ନଭେମ୍ବର ମାସରେ ଆପଣଙ୍କ ଉପରେ ସୂର୍ଯ୍ୟ ଏବଂ ଶନି ଢାଲ ହୋଇ ରହିଛନ୍ତି, ସେତେ ମାତ୍ରାରେ ଆପଣଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ। ତେଣୁ ଆପଣ ପ୍ରତ୍ୟେକ ଦିନ ଶିବ ମନ୍ଦିର ଯାଇ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତୁ ଏବଂ ଜଳ ଅର୍ପଣ କରନ୍ତୁ। ଏହି ମାସରେ ମେଷ ରାଶିଙ୍କର ଏହି ମାସରେ ଶୁଭ ରଙ୍ଗ ହେଉଛି ଧଳା, ଶୁଭ ସମୟ ହେଉଛି 8:30ରୁ 6:30 ପର୍ଯ୍ୟନ୍ତ, ଶୁଭ ଦିନ ହେଉଛି ସୋମବାର। ଏବଂ ଆପଣ ଯଦି ମେଷ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ ନିଶ୍ଚୟ ଲେଖିବେ, କାରଣ ଆପଣଙ୍କ ଜୀବନଟି ନଭେମ୍ବର ମାସରେ ବହୁତ ମାତ୍ରାରେ ବଦଳିବାକୁ ଯାଉଅଛି। ରହୁଛୁ, ଧନ୍ୟବାଦ।